ଶ୍ରାବଣ ମାସ ଆଗମନରେ ପବିତ୍ର ଶୈବପୀଠମାନଙ୍କରେ ପ୍ରତ୍ୟେକ ସୋମବାର ଜଳ ଲାଗି ଆରମ୍ଭ ହେବ। ଏହି କ୍ରମରେ ବାଲେଶ୍ୱର ସହରର ବୁଢ଼ାବଳଙ୍ଗ ନଦୀକୂଳ ବାଲିଘାଟରୁ ହଜାର ହଜାର ଶ୍ରଦ୍ଧାଳୁ ଘଟ ଉତ୍ତୋଳନ ପୂର୍ବକ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ମତେ ଅନ୍ୟାନ୍ୟ ଅଞ୍ଚଳର ଶିବ ମନ୍ଦିରକୁ ଜଳ ଲାଗି ପାଇଁ ଯିବେ। ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଅନୁଧ୍ୟାନ ପାଇଁ ବାଲିଘାଟଠାରେ ପହଞ୍ଚିଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ। ସୋମବାର ଜଳ ଲାଗି ପାଇଁ ରବିବାର ଅପରାହ୍ନରୁ ଶ୍ରଦ୍ଧାଳୁମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥାନ୍ତି। ନଦୀରେ ଗାଧୋଇବା ସହିତ କୂଳରେ ପୂଜାର୍ଚ୍ଚନା କରିଥାନ୍ତି ସେମାନେ। ସେଥିପାଇଁ ସମଗ୍ର ନଦୀ ତୁଠର ସଫେଇ କରିବା ପାଇଁ ପୌରପାଳିକା ଅଧିକାରୀଙ୍କୁ ବିଧାୟକ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଘାଟକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସେ କହିଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ନଦୀ ଘାଟରେ ସୁରକ୍ଷା ସହିତ ସମଗ୍ର ଅଞ୍ଚଳରେ ଅତିରିକ୍ତ ଆଲୋକ ବ୍ୟବସ୍ଥା କରିବାକୁ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ। ବାଲେଶ୍ୱର ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକଙ୍କ ସହ ବିଭିନ୍ନ ବିଭାଗର କର୍ମଚାରୀ ଏହି ଅବସରରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୁଜିତ ଦେବ, ଯୋଗେନ୍ଦ୍ର ସାହୁ, ଅଶୋକ ଦାସ, ଯୋଗେନ୍ଦ୍ର ରଣା, ବିରଞ୍ଜନ ମହାରଣା, ଛବିନ୍ଦ୍ର ସାହୁ, ଯୋଗେନ୍ଦ୍ର ଖିଲାର, ତପନ ନନ୍ଦୀ, ଧୀରଜ ମହାନ୍ତି, ମନୋରଞ୍ଜନ ନନ୍ଦୀ, ଶ୍ରିୟା ଦାସ, ଆଶାଲତା ବାଡ଼ି, ପିଣ୍ଟୁ ପାଣିଗ୍ରାହୀ, ସୁରେନ ମାଝୀ, ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।